ଯେତେ ପ୍ରକାର ପ୍ରୟାସ କରାଯାଉଥିଲେ ବି ସୁବର୍ଣ୍ଣରେଖା ନଦୀରୁ ବେଆଇନ ବାଲି ଉତ୍ତୋଳନ ବନ୍ଦ କରିପାରୁନି ପ୍ରଶାସନ। ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ତହସିଲ ଅଞ୍ଚଳର ମାଫିଆମାନେ ଦିନରାତି ସୁବର୍ଣ୍ଣରେଖା ନଦୀରୁ ବାଲି ଉତ୍ତୋଳନ କରି ପଶ୍ଚିମବଙ୍ଗକୁ ଚୋରାରେ ଚାଲାଣ କରୁଛନ୍ତି। ଆଉ ମୋଟା ଅଙ୍କର ଅର୍ଥ ଉପାର୍ଜନ କରୁଥିବା ବେଳେ କୋଟି କୋଟି ଟଙ୍କାର ରାଜସ୍ୱ ହରାଉଛି ରାଜ୍ୟ। ତେବେ ଆଜି ଭୋର ସମୟରେ ସୁବର୍ଣ୍ଣରେଖା ନଦୀରୁ ବାଲି ଉତ୍ତୋଳନ କରି ଚୋରାରେ ହେଉଥିଲା ଚାଲାଣ। ହେଲେ ପୁଲିସ ଚଢ଼ାଉ କରି 7ଟି ବାଲି ବୁଝେଇ ଟ୍ରାକ୍ଟରକୁ ଜବତ କରିଛନ୍ତି। ଜଳେଶ୍ୱର ସହର ମଧ୍ୟ ଦେଇ ବାଲି ବୁଝେଇ ଟ୍ରାକ୍ଟର ଗୁଡ଼ିକ ଯାଉଥିବା ବେଳେ ପୁଲିସ ଗୁଡ଼ାଇ ଗୁଡ଼ାଇ ଧରିଥିଲା। ତେବେ 7ଟି ଯାକ ବାଲି ବୁଝେଇ ଟ୍ରାକ୍ଟରର କୌଣସି କାଗଜପତ୍ର ନଥିବାରୁ ସେଗୁଡ଼ିକୁ ପୁଲିସ ଜବତ କରି ଅଧିକ ତଦନ୍ତ ଜାରି ରଖିଛି। आइबो सब पिला ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରୁ ଭୋଳାନାଥ ସିଂଙ୍କ ରିପୋର୍ଟ, କୋଣାର୍କ ଲାଇଭ୍।